ଆଜିର ଭିଡିଓରେ ସମସ୍ତ ଦର୍ଶକ ବନ୍ଧୁଙ୍କୁ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ମାନେ ସାବିତ୍ରୀ ପୂଜାର ହାର୍ଦ୍ଦିକ ଶୁଭକାମନା ଏବଂ ଅଭିନନ୍ଦନ। ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ 2025 ମେରେ ପଡୁଥିବା ସାବିତ୍ରୀ ପୂଜା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବୁ। ଯେପରିକି ଏହି ବର୍ଷ 2025ରେ ସାବିତ୍ରୀ ବ୍ରତ କିପରି ରଖିବେ, ଏହି ପୂଜାର ଶୁଭ ମୁହୂର୍ତ୍ତ କଣ ରହିବ, ପୂଜା ବିଧି କଣ ରହିବ, ଆଉ ମହିଳାମାନେ ଏହି ଦିନ କଣ ଖାଇବା ଉଚିତ ଏବଂ କଣ ଖାଇବା ଉଚିତ ନୁହେଁ, କେଉଁ ଜିନିଷକୁ ଆମେ ଦାନ ଦେବା ଉଚିତ ଆଉ କେଉଁ ଜିନିଷକୁ ଏହି ବ୍ରତ ଦିନ ଭୁଲରେ ବି ଦାନ ଦେବା ଉଚିତ ନୁହେଁ। ଏହା ସହ ଆମେ ଜାଣିବା କି କେଉଁ ମହିଳା ସାବିତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ ଏବଂ ଏହା ସହ ସାବିତ୍ରୀ ପୂଜା ଆପଣ କିପରି କରିବେ ତାହା ମଧ୍ୟ ଜାଣିବା। ପ୍ରଥମ ଥର ଯଦି ଆପଣ ବ୍ରତ କରୁଛନ୍ତି ତ କଣ କଣ ସାବଧାନତା ସହ ଏହି ବ୍ରତରେ ରଖିବେ ଏବଂ ସାବିତ୍ରୀ ପୂଜା ଦିନ କେଉଁ ବିଧିରେ ପୂଜା କରିବେ, ଏ ସମସ୍ତ ତଥ୍ୟ ଆଜିର ଏହି ଛୋଟିଆ ଭିଡିଓରେ ଆପଣଙ୍କୁ ଆମେ ଜଣାଇବାକୁ ଯାଉଛୁ। କିନ୍ତୁ ଆପଣଙ୍କୁ ନିବେଦନ କି ଭିଡିଓର ଶେଷ ପର୍ଯ୍ୟନ୍ତ ଆପଣମାନେ ନିହାତି ଦେଖନ୍ତୁ। ସାବିତ୍ରୀ ବ୍ରତ ଦିନ କିଛି କରନ୍ତୁ ବା ନ କରନ୍ତୁ, କିନ୍ତୁ ଏହି ଦିନ ଗୋଟିଏ କାମ ଜରୁର କରିଦେବେ, ଅଖଣ୍ଡ ଲକ୍ଷ୍ମୀ ଓ ସୌଭାଗ୍ୟର ପ୍ରାପ୍ତି ହେବ। ଆଜିର ଭିଡିଓଟି ବହୁତ ମହତ୍ୱପୂର୍ଣ୍ଣ ଭିଡିଓଟି, ତ ଏହି ଭିଡିଓକୁ ପ୍ରତ୍ୟେକ ସୁହାଗିନୀ ମହିଳାଙ୍କୁ ଜରୁର ସେୟାର କରିଦିଅନ୍ତୁ, କାହିଁକି ନା ସାବିତ୍ରୀ ବ୍ରତ ବୈବାହିକ ମହିଳାଙ୍କ ପାଇଁ ହିଁ ହୋଇଥାଏ। ଯଦି ଆପଣ ଆପଣଙ୍କ ଜୀବନରେ ଭଗବାନ ଭୋଲେନାଥ ଓ ମାତା ପାର୍ବତୀଙ୍କର ଅସୀମ କୃପା ପାଇବାକୁ ଚାହୁଁଛନ୍ତି ତ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଜରୁର ଲେଖିଦିଅନ୍ତୁ ଏବଂ ଆମ ଚ୍ୟାନେଲରେ ଯଦି ଆପଣ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ସାବିତ୍ରୀ ବ୍ରତ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଅଟେ, ଯାହା ବର୍ଷରେ ଥରେ ମାତ୍ର ଆସିଥାଏ। ସାବିତ୍ରୀ ବ୍ରତ ସୁହାଗିନୀ ମହିଳା ତାଙ୍କ ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ଏବଂ ସ୍ୱାସ୍ଥ୍ୟ ନିରୋଗୀ ଜୀବନ ପାଇଁ ରଖିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସରେ ଅମାବାସ୍ୟା ତିଥି ଦିନ ରଖାଯାଏ। ଆଜିର ଏହି ଭିଡିଓରେ ଆମେ ଜାଣିବା କି ସାବିତ୍ରୀ ବ୍ରତ କିପରି କରିବେ, ଗାଧେଇବାଠୁ ଧରି ଖାଇବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ। ଏହା ସହ ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ପତିଙ୍କର ଉନ୍ନତି ପାଇଁ ଏହି ଦିନ କେଉଁ ଶୃଙ୍ଗାର ଆପଣ କରିବା ଉଚିତ, ପଞ୍ଚାଙ୍ଗ ଅନୁସାରେ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ରଖାଯିବ। ଏହି ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟାର ତିଥି ଆରମ୍ଭ ହେଉଛି 26 ମେ 2025 ଦିନ 12:11 ଆରମ୍ଭ ହେଉଅଛି। ଏହାର ସମାପନ ତା ପର ଦିନ ମାନେ 27 ମେ 2025 ଦିନ 12:31 ଶେଷ ହେଉଅଛି। 2025 26 ମେକୁ ସକାଳ 8:31 ଆରମ୍ଭ ହେବ ସାବିତ୍ରୀ ବ୍ରତ ରଖାଯିବ। ଏହି ବ୍ରତର ଗୋଟିଏ ଦିନ ପୂର୍ବରୁ ମାନେ 25 ମେକୁ ଆପଣ ଗାଧେଇବାଠୁ ଧରି ଖାଇବା କରିଥାନ୍ତି। ତ ଆପଣ ସବୁଠୁ ପ୍ରଥମେ ନଖ କାଟି ନେବେ। ଏହି ଦିନ ଆପଣ ଶୁଦ୍ଧ ସାତ୍ତ୍ୱିକ ଭୋଜନ କରିବା ଉଚିତ। ରସୁଣ, ପିଆଜ, ବାଇଗଣ, ମସୁର ଡାଲି ଏହି ଦିନ ଖାଇବେ ନାହିଁ, କାହିଁକି ନା ଏହି ସବୁ ଜିନିଷ ତାମସିକ ଭୋଜନ ଅଟେ, ଯାହା ଦ୍ୱାରା ସାବିତ୍ରୀ ବ୍ରତରେ ଏହାକୁ ଖାଇବା ନିଷେଧ ମନାଯାଏ। ଏହି ଦିନ ଆପଣଙ୍କ ହାତରେ ମାନେ ଦୁଇ ହାତରେ ମେହେନ୍ଦି ଜରୁର ଲଗାନ୍ତୁ। ମେହେନ୍ଦି ଜଣେ ମହା ସୁହାଗିନୀ ସ୍ତ୍ରୀଙ୍କର ସୁହାଗ ହୋଇଥାଏ। ଏଥିପାଇଁ ଆପଣ ଏହି ଦିନ ଯଦି କୌଣସି ବି ବେଶୀ ଆକାରରେ ସାଜସଜ୍ଜା କରିପାରନ୍ତି ନାହିଁ ତ ଆପଣ କମ ସେ କମ ମେହେନ୍ଦି ଜରୁର ଲଗାନ୍ତୁ। ବ୍ରତ ଦିନ ଆପଣ ସକାଳୁ ଶୀଘ୍ର ଉଠିବେ, ସ୍ନାନ କରି ଏହି ଦିନ ହଳଦିଆ ଲାଲ ରଙ୍ଗର ବସ୍ତ୍ର ପିନ୍ଧିକି ପୂଜା କରିବା ଉଚିତ। ତ ଆପଣଙ୍କ ପାଖରେ ଯଦି ନୂଆ ଶାଢ଼ୀ ଥିବ ତେବେ ଆପଣ ନୂଆ ଶାଢ଼ୀ ପିନ୍ଧି ପାରିବେ, କିନ୍ତୁ ଚୁଡ଼ି ଆପଣ ପୁରା ନୂଆ ଚୁଡ଼ି ପିନ୍ଧିବେ। ଏହି ଦିନ ପୂଜା ସହ ପତି ପୂଜା ବି କରାଯାଏ। ପୂଜା ସାରିବା ପରେ ଆପଣ ଘରକୁ ଆସିବେ, ଆପଣଙ୍କ ପତିଙ୍କୁ ପୂଜା କରିବେ। ସବୁଠୁ ପ୍ରଥମେ ଆପଣଙ୍କର ପତିଙ୍କର ପାଦକୁ ଜଳରେ ଧୋଇ ନେବେ, ମୁଣ୍ଡରେ ଟୀକା ଲଗାଇବେ, ତାଙ୍କ ହାତରେ ମଉଡି ଧାଗା ବାନ୍ଧିଦେବେ। ତାପରେ ଦୀପ ବୁଲାଇ ତାଙ୍କୁ ପୂଜା ପାଠ କରିବେ। ଯେଉଁ ଭୋଗ ବା ପ୍ରସାଦ ଆପଣ ପୂଜା କରିକି ଆଣିଥିଲେ ସେହି ଭୋଗ ଆପଣଙ୍କ ପତିଙ୍କୁ ଖୁଆଇଦେବେ। ତ ଏହି ଦିନ ସ୍ୱାମୀଙ୍କ ଠାରୁ ନିହାତି ଆଶୀର୍ବାଦ ଗ୍ରହଣ କରିବେ। ପତି ପୂଜନ ଆପଣ ଜରୁର କରିବା ଉଚିତ। ପତି ପୂଜା ସାରିବା ପରେ ନିଜେ ସର୍ବତ ହେଉ କିମ୍ବା ଫଳ ଖାଇବେ, କିନ୍ତୁ ଧ୍ୟାନ ଦେବେ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଆପଣ ଭୋଜନ ସମାପ୍ତ କରିବେ। ସୂର୍ଯ୍ୟାସ୍ତ ପରେ ଏହି ଦିନ ମହିଳାମାନେ କିଛି ବି ଖାଇବା ଉଚିତ ନୁହେଁ। ଆଉ ଯେଉଁ ବ୍ୟକ୍ତି ପ୍ରଥମ ଥର ସାବିତ୍ରୀ ବ୍ରତ କରିବାକୁ ଚାହୁଁଛନ୍ତି ସେ କରିପାରିବେ। ଏହି ବର୍ଷରେ ମଳ ମାସ କି ଅଧି ମାସ ନାହିଁ, ତ ଯିଏ ବି ଏହି ବ୍ରତକୁ କରିବାକୁ ଚାହୁଁଛନ୍ତି ତ ବ୍ରତ ଏହି ବର୍ଷ ଆପଣ କରିପାରିବେ। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ପୂଜା ପାଇଁ କେଉଁ ସବୁ ସାମଗ୍ରୀ ଅତ୍ୟନ୍ତ ଆବଶ୍ୟକ। ସାବିତ୍ରୀ ସତ୍ୟବାନ ମୂର୍ତ୍ତି, ଲାଲ ରଙ୍ଗର କୌଣସି ଧାଗା,
ଧୂପ ଦୀପ ପୁଷ୍ପ ସୁହାଗର ସାମଗ୍ରୀ ବରଗଛର ଫଳ ଏବଂ ଫଳ ନୂଆ ଶାଢ଼ୀ ଶଙ୍ଖା ସିନ୍ଦୁର। ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ଦିନ ବଟବୃକ୍ଷର ତଳେ ଦେବୀ ସାବିତ୍ରୀ ତାଙ୍କ ପତିଙ୍କୁ ପୂର୍ବ ଜୀବିତ କରାଇଥିଲେ। ହିନ୍ଦୁ ଧର୍ମରେ ଯେପରି ଓସ୍ତ ଗଛକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମନାଯାଏ, ଠିକ୍ ସେହିପରି ବରଗଛକୁ ଭଗବାନ ଶଙ୍କରଙ୍କର ପ୍ରତୀକ ମନାଯାଏ। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଦିନ କେଉଁ ଭୁଲ କରିବା ଉଚିତ ନୁହେଁ। ଏହା ସହ ସାବିତ୍ରୀ ପୂଜା ଦିନ ଏମିତି କେଉଁ ତିନୋଟି ଜିନିଷ ମାତା ସାବିତ୍ରୀଙ୍କୁ ଚଢ଼ାଇବା ଉଚିତ ନୁହେଁ, କିମ୍ବା ଆପଣଙ୍କ ପୂଜାରେ ଏହି ତିନୋଟି ଜିନିଷକୁ ସାମିଲ କରିବା ଉଚିତ ନୁହେଁ। ନାହିଁ ତ ଆପଣଙ୍କର ବ୍ରତ ଭାଙ୍ଗି ଯାଇଥାଏ, ଆପଣଙ୍କୁ ପାପ ଲାଗିଯିବ। ଦର୍ଶକ ବନ୍ଧୁ, ଭିଡ଼ିଓରେ ଆଗକୁ ଯିବା ପୂର୍ବରୁ ସଚ୍ଚା ହୃଦୟରେ କମେଣ୍ଟ ବକ୍ସରେ ଜୟ ମାତା ସାବିତ୍ରୀ ଅବଶ୍ୟ ଲେଖିଦିଅନ୍ତୁ। ମାତା ସାବିତ୍ରୀଙ୍କ ପାଇଁ ଭିଡ଼ିଓ ଗୋଟେ ଲାଇକ୍ କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ତେବେ ଚାଲନ୍ତୁ ଜାଣିବା କେଉଁ ଭୁଲ ଆପଣ ସାବିତ୍ରୀ ବ୍ରତ ଦିନ ଭୁଲ ଏବେ କରିବେ ନାହିଁ। ସାବିତ୍ରୀ ବ୍ରତ ଦିନ କଳା ଓ ଧଳା ରଙ୍ଗର କପଡ଼ା ପିନ୍ଧିବା ଉଚିତ ନୁହେଁ, କାହିଁକି ନା କଳା ରଙ୍ଗ ଅଶୁଭତାର ପ୍ରତୀକ ହୋଇଥାଏ ଆଉ ଧଳା ରଙ୍ଗ ବିଧବା ଶୋକର ପ୍ରତୀକ ହୋଇଥାଏ। ଏହା ସହ କମ୍ ସେ କମ୍ ସାବିତ୍ରୀ ପୂଜାରେ ଆପଣ ଏହି କପଡ଼ାକୁ ପିନ୍ଧନ୍ତୁ ନାହିଁ। ଯଦି ଆପଣ ଡକ୍ଟର କିମ୍ବା ଓକିଲ, ତ ସାବିତ୍ରୀ ପୂଜା ସାରିବା ପରେ ଧଳା ଓ କଳା ରଙ୍ଗର କପଡ଼ା ପିନ୍ଧିପାରିବେ, କିନ୍ତୁ ଚେଷ୍ଟା କରିବେ ପୂଜା ସମୟରେ ଲାଲ, ବାଇଗଣୀ, ଗୋଲାପୀ ଏହି ରଙ୍ଗର କପଡ଼ା ଆପଣ ପିନ୍ଧିବେ। ଏହା କରିବା ଦ୍ୱାରା ମାତା ପାର୍ବତୀ ଓ ମାତା ସାବିତ୍ରୀ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ପ୍ରାପ୍ତି ହେବ। ସାବିତ୍ରୀ ପୂଜା ଦିନ ଯେତେ ପାରିବେ ଅଧିକ ଶୃଙ୍ଗାର ଦାନ କରିବେ। ଏହା ଦ୍ୱାରା ଆପଣଙ୍କର ପତିଙ୍କ ଉପରେ କେବେ ବି କୌଣସି ବି କଷ୍ଟ ଆସିନଥାଏ। ମାତା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି, କିନ୍ତୁ ମନେ ରଖିବେ ନିଜର 16 ଶୃଙ୍ଗାର ଅନ୍ୟକୁ ଦାନ କରିବେ ନାହିଁ। ଆପଣ ଏହି ସବୁ ଜିନିଷ କିଣିକି ଅନ୍ୟକୁ ଦାନ କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ଉପରେ କେବେ ବି ଧନର କମି ଆସିବ ନାହିଁ। ଶାସ୍ତ୍ର ଅନୁସାରେ ମନାଯାଏ କି ସାବିତ୍ରୀ ପୂଜାରେ ବ୍ରତଧାରୀମାନେ ଲୁଣ ସେବନ କରିବା ଉଚିତ ନୁହେଁ ଏବଂ ଏହି ଦିନ ଘରେ କୌଣସି ବି ମାଂସ ମଦ ସେବନ କରିବା ଉଚିତ ନୁହେଁ। ଏହି ଦିନ ପତି ପତ୍ନୀ ଦୂରତା ରଖିବା ଉଚିତ। ଏହି ଦିନ କଠୋର ବ୍ରହ୍ମଚାରିଣୀ ପାଳନ କରିବା ଉଚିତ, କାହିଁକି ନା ଏହି ଦିନ ସମ୍ବତ ବନାଇବା ଦ୍ୱାରା ବ୍ରତ ଖଣ୍ଡିତ ହୋଇଥାଏ। ଏହା ସହ ପତିଙ୍କ ଉପରେ ସଙ୍କଟ ବି ଆସିଥାଏ। ଏଥିପାଇଁ ଆପଣ ଏହି କଥାର ବିଶେଷ ରୂପରେ ଧ୍ୟାନ ରଖିବା ଉଚିତ। ଏହି ଦିନ ସୁହାଗିନୀ ମହିଳା ଦିନରେ ଶୋଇବା ଉଚିତ ନୁହେଁ, କାହିଁକି ନା ଶାସ୍ତ୍ରରେ ବର୍ଣ୍ଣିତ ଅଛି କୌଣସି ବି ବ୍ରତ କରିବା ସମୟରେ ଦିନରେ ଶୋଇବା ଦ୍ୱାରା ବ୍ରତ ଖଣ୍ଡିତ ହୋଇଥାଏ। ଏଥିପାଇଁ ଆପଣ ଏହି ଦିନରେ ଭୁଲରେ ବି ଦିନରେ ଶୋଇବା ଉଚିତ ନୁହେଁ ବା ଶୁଅନ୍ତୁ ନାହିଁ। ସାବିତ୍ରୀ ବ୍ରତ ଦିନ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ସ୍ନାନ ଆଦି ସାରି ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଜଳରେ ଲାଲ ପୁଷ୍ପ ଓ ସିନ୍ଦୁର ପକାଇ ଜରୁର ଜଳ ଅର୍ପିତ କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଭଗବାନ ସୂର୍ଯ୍ୟନାରାୟଣଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଆଜିକାଲିର ନବବିବାହିତା ମହିଳା ଯେଉଁ ଭୁଲ କରିଥାନ୍ତି, ସେହି ଭୁଲଟି ହେଉଛି ମଥାରେ ଅଳ୍ପ ସିନ୍ଦୁର ଲଗାଇବାକୁ ପସନ୍ଦ କରିଥାନ୍ତି। ସିନ୍ଦୁର ବିବାହର ପ୍ରତୀକ ମନାଯାଏ। ମଥାରେ କମ୍ ମାତ୍ରାରେ ସିନ୍ଦୁର ଲଗାଇଥାନ୍ତି। ଆଜିକାଲିର ନବବିବାହିତା ମହିଳା ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ ସିନ୍ଦୁରକୁ ପତିଙ୍କର ଲମ୍ବା ଆୟୁଷ ପାଇଁ ସିନ୍ଦୁରକୁ ପ୍ରତୀକ ମନାଯାଏ। ଏହା ମାନ୍ୟତା ଅଛି କି ଯେଉଁ ମହିଳାଙ୍କ ମଥାରେ ପୁରା ଭରପୁର ସିନ୍ଦୁର ଥାଏ, ସେହି ମହିଳାଙ୍କ ପତି ଦୀର୍ଘାୟୁ ହୋଇଥାନ୍ତି। ସାବିତ୍ରୀ ବ୍ରତ ଦିନ ମଥାରେ ନିହାତି ମଥାକୁ ଭରିକି ସିନ୍ଦୁର ଲଗାଇବା ଉଚିତ। ଶାସ୍ତ୍ରରେ ସାବିତ୍ରୀ ବ୍ରତକୁ ଅଧିକ ଶୁଭ ଓ ଫଳଦାୟୀ ମହତ୍ତ୍ୱ ମନାଯାଏ। ଏହି ବ୍ରତ ସୁହାଗିନୀ ମହିଳାଙ୍କ ଦ୍ୱାରା ତାଙ୍କ ପତିଙ୍କର ଲମ୍ବା ଆୟୁଷ, ସୁଖ ଓ ସମୃଦ୍ଧିର ପ୍ରତୀକ ପାଇଁ ରଖାଯାଏ। ଏହି ଦିନ ପ୍ରତ୍ୟେକ ବିବାହିତା ମହିଳା ଯଦି ମଥାରେ ଲମ୍ବା କରି ସିନ୍ଦୁର ଲଗାଇବେ ତ ତାଙ୍କ ପତିଙ୍କର ଆୟୁ ବଢି ଯାଇଥାଏ ଏବଂ ମାତା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି। ଯେବେ ମହିଳାଙ୍କ ମଥାରେ ସିନ୍ଦୁର ଭରପୁର ହୋଇଥାଏ ତ ସେହି ମହିଳା ଅତି ସୌଭାଗ୍ୟବତୀ ମାନ୍ୟତା ପାଇଥାନ୍ତି। ସାବିତ୍ରୀ ବ୍ରତ ଦିନ ମାତା ସାବିତ୍ରୀଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ କରିବା ବିଶେଷ ରୂପରେ ମହତ୍ତ୍ୱ ରହିଥାଏ। ଲାଲ ଫୁଲ ପ୍ରେମ ଓ ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ ହୋଇଥାଏ। ଯେବେ ମହିଳା ସଚ୍ଚା ସ୍ୱଭାବର ଲାଲ ରଙ୍ଗର ପୁଷ୍ପ ଅର୍ପଣ କରିଥାନ୍ତି ତ ତାହା ତାଙ୍କ ଜୀବନରେ ପ୍ରେମ, ସାମଞ୍ଜସ୍ୟ ଓ ସମୃଦ୍ଧି ବନି ରହିଥାଏ। ମାତା ସାବିତ୍ରୀଙ୍କୁ ଲାଲ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ ଆଉ ଏହା ତାଙ୍କ ଅଧିକ ପ୍ରସନ୍ନ କରାଇଥାଏ। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ପୂଜାରେ ବା ସାବିତ୍ରୀ ପୂଜା ଦିନ ଏହି ତିନୋଟି ଜିନିଷ ଭୁଲ ବି
ଚଢ଼ାନ୍ତୁ ନାହିଁ। ଆଉ ସେହି ଜିନିଷ ହେଉଛି ଭଙ୍ଗା ଟୁଟା ବସ୍ତୁ, ଯେପରିକି ଫୁଲ ହେଉ, ଥାଳି ହେଉ କିମ୍ବା ପୂଜା ସାମଗ୍ରୀ ଅର୍ପିତ ଯୋଗ୍ୟ ହୋଇନଥାଏ। ତେଣୁକରି ଭୁଲରେ ବି ଏହି ସବୁ ଜିନିଷ ପୂଜାରେ ଆପଣ ଚଢ଼ାନ୍ତୁ ନାହିଁ। ଚୁଡ଼ିର ବିଶେଷ ମହତ୍ତ୍ୱ ହୋଇଥାଏ। ଆଉ ବ୍ରତ ଦିନ ଧଳା, ନୀଳ, କଳା ଚୁଡ଼ି ପିନ୍ଧିବାରୁ ବଞ୍ଚିତ ରହିବେ। ମଙ୍ଗଳସୂତ୍ର ସୁହାଗର ପ୍ରତୀକ ହୋଇଥାଏ। ଏଥିପାଇଁ ସାବିତ୍ରୀ ବ୍ରତ ଦିନ ମଙ୍ଗଳସୂତ୍ରକୁ ଗଳାରେ ଅବଶ୍ୟ ଧାରଣ କରିବା ଉଚିତ। ଯଦି କୌଣସି ମହିଳା ଏହି ଦିନ ମଙ୍ଗଳସୂତ୍ର ପିନ୍ଧିନଥାନ୍ତି ତ ତାଙ୍କ ବ୍ରତ ଅଧୁରା ମନାଯାଏ। ଶାସ୍ତ୍ରରେ କିଛି ଏମିତି ସ୍ଥିତିର ଉଲ୍ଲେଖ ଅଛି ଯାହା ମହିଳାଙ୍କୁ ଏହା କରିବା ଉଚିତ ନୁହେଁ। ସବୁଠୁ ପ୍ରଥମ ସ୍ଥିତିବାଲା ହେଉଛି ଯେତେବେଳେ କୌଣସି ମହିଳା କୌଣସି ପୁରୁଷଙ୍କ ପାଇଁ ଆକର୍ଷିତ ହୋଇଥାନ୍ତି। ଯଦି ମନ ବିଚାର ଶୁଦ୍ଧ ନୁହେଁ ତେବେ ବ୍ରତ ସଂକଳ୍ପ ହିଁ ବିଫଳ ହୋଇଯାଇଥାଏ। ଏକ ଆଦର୍ଶ ଜୀବନ ସାଥୀଟିଏ ହୋଇଥାଏ। ଯାହାର ମନ ପବିତ୍ର ହୋଇଥାଏ ସେ ଅଖଣ୍ଡ ସୌଭାଗ୍ୟବତୀର ପ୍ରାପ୍ତି ହୋଇଥାଏ। ଦ୍ୱିତୀୟ ସ୍ଥିତି ହେଉଛି ଗର୍ଭବତୀ ମହିଳା। ଗର୍ଭବତୀ ମହିଳା ହୋଇଥାନ୍ତି। ଶାସ୍ତ୍ର ଗର୍ଭବତୀ ମହିଳାଙ୍କୁ ସାବିତ୍ରୀ ବ୍ରତ କରିବାକୁ ମନା କରିନଥାଏ। କିନ୍ତୁ ଯଦି ସେହି ମହିଳା କମଜୋର ହୋଇଥାନ୍ତି କିମ୍ବା ତାଙ୍କ ଦେହ ଠିକ୍ ନଥାଏ ତେବେ ଏହି ବ୍ରତ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ। ଏମିତିରେ ଡକ୍ଟର କନସଲ୍ଟ କରିକି ହିଁ ବ୍ରତ ରଖିପାରିବେ। ତୃତୀୟ ସ୍ଥିତି, ଯଦି କୌଣସି ମହିଳା ତାଙ୍କ ପତିଙ୍କ ସହ ସାତଘେରା ନ ବୁଲିଥାନ୍ତି, ପତିଙ୍କ ସହିତ ରହିଥାନ୍ତି। ଶାସ୍ତ୍ର ଅନୁସାରେ ସାବିତ୍ରୀ ବ୍ରତ ପତି ପତ୍ନୀଙ୍କର ପବିତ୍ର ବନ୍ଧନ ପାଇଁ ହୋଇଥାଏ। ଆଉ ସାତଘେରା ଏଥିପାଇଁ ଅନିବାର୍ଯ୍ୟ ମନାଯାଏ। ବିନା ବିବାହରେ ଏମିତି ସମ୍ପର୍କରେ ଏହି ବ୍ରତକୁ ରଖିବା ଦ୍ୱାରା ଏହି ବ୍ରତ କଳଙ୍କିତ ହୋଇଥାଏ। ଯଦି ପତି ପତ୍ନୀଙ୍କ ମଧ୍ୟରେ ଲମ୍ବା ସମୟର ବିବାଦ ଚାଲି ଆସିଛି ଏବଂ ଡିଭୋର୍ସ ସ୍ଥିତି ରହିଅଛି ତ ଏହି ସମୟରେ ବ୍ରତ ରଖିବା ଅନୁଚିତ ହୋଇଥାଏ। ସାବିତ୍ରୀ ବ୍ରତ ପ୍ରେମ ଓ ସମ୍ପର୍କର ପ୍ରତୀକ ହୋଇଥାଏ। ଏହି ବ୍ରତ ହୃଦୟର ଶୁଦ୍ଧତା ଓ ନିଷ୍ଠାର ସହ ହୋଇଥାଏ। ବ୍ରତ ଦିନ ସୁହାଗର କୌଣସି ବି ସାମଗ୍ରୀକୁ ଅନ୍ୟ ମହିଳାଙ୍କୁ ପିନ୍ଧିବାକୁ ଦେବା ଅଶୁଭ ମନାଯାଏ। ଆଜିକାଲି ମହିଳା ଅନ୍ୟ ମହିଳାଙ୍କର ଗହଣାକୁ ପିନ୍ଧିଥାନ୍ତି, କିନ୍ତୁ ସାବିତ୍ରୀ ବ୍ରତ ଦିନ ଚୁଡ଼ି, ମଙ୍ଗଳସୂତ୍ର, ସିନ୍ଦୁର କୌଣସି ବି ମହିଳାଙ୍କୁ ଦେବା ଉଚିତ ନୁହେଁ। ଏହା ଦ୍ୱାରା ପତିଙ୍କ ଜୀବନରେ ସଙ୍କଟ ଆସିଥାଏ। ବ୍ରତ ଦ୍ୱାରା ବ୍ରହ୍ମଚାରିଣୀ ପାଳନ କରିବା, ସାତ୍ତ୍ୱିକ ଭୋଜନ କରିବା, ଫଳ ଆହାର କରିବା, ଭୁଲରେ ବି ପିଆଜ, ରସୁଣ, ତାମସିକ ଭୋଜନର ସେବନ କରିବେ ନାହିଁ। କାହିଁକି ନା ଏହି ବ୍ରତ ପବିତ୍ରତାକୁ ଖଣ୍ଡିତ କରିଥାଏ। ଯଦି ଆପଣ ଏହି ବ୍ରତକୁ ଠିକ୍ ବିଧିରେ କରିବେ, ନିୟମ ପାଳନ କରିବେ ଆଉ ମାତା ସାବିତ୍ରୀଙ୍କୁ ସଚ୍ଚା ମନରେ ପୂଜା କରିବେ ତ ନିଶ୍ଚିନ୍ତ ରୂପରେ ମାତା ସାବିତ୍ରୀଙ୍କ ଆଶୀର୍ବାଦ ଆପଣଙ୍କ ପତି ଓ ପରିବାରରେ ବନି ରହିବ। ଯଦି ଏହି ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥାଏ ତ ଆଶା କରୁଛି ଏହି ଭିଡ଼ିଓ ଗୋଟେ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ। ଏ ପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଫଳରେ ଆମର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ଯାଇ ପହଞ୍ଚିବ।